ଝିପିଝିପି ବର୍ଷା ପାଗକୁ ଯଦି ଗରମା ଗରମ ଚା ସହିତ କୌଣସି ଜିନିଷର ମଜା ଉଠାଇବାକୁ ଚାହୁଁଛନ୍ତି, ତେବେ ଏଇ ଫୁଲ ନିମିକିକୁ ନିଶ୍ଚିନ୍ତ ଭାବରେ ଘରେ ଥରେ ମାତ୍ର 10 ମିନିଟ୍ ଭିତରେ ବନେଇକି ଦେଖନ୍ତୁ। ଦେଖିବେ ଚାର ମଜା ଦୁଇ ଗୁଣ ବଢିଯିବ। ଆଉ ୟାକୁ ଆପଣ ଥରେ ବନେଇ ମାସେ ଯାଏଁ ଖାଇପାରିବେ। ନମସ୍କାର, ମୁଁ ଲକ୍ଷ୍ମୀ। ରୋଷେଇ ୱିଥ୍ ଲକ୍ଷ୍ମୀରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତାହେଲେ ଆସନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ସେଥିପାଇଁ ଏଇ ମେଜରିଂ କପ୍ରେ ମାପିକି ପ୍ରଥମେ ମୁଁ ନେଇଛି 1.5 କପ୍ ମଇଦା। ମଇଦାର କ୍ୱାଣ୍ଟିଟି ଆପଣଙ୍କ ହିସାବରେ ଆପଣ କମ୍ ବେଶୀ ମଧ୍ୟ କରିପାରିବେ। ଏବେ ମଇଦାରେ ଦେଇଦେବା 1ରୁ 2 ପିଞ୍ଚ ଲୁଣ, ତା ସହିତ ଗୋଟେ ଛୋଟ ଚାମଚ ଦେଇଦେବା ଚିନି। ଚିନି ଦେଲେ ମିଠା ଲାଗିବନି, ବରଂ ଟେଷ୍ଟକୁ ବାଲାନ୍ସ କରିବ। ତା ସହିତ ଅଧ ଛୋଟ ଚାମଚ କଳା ଜିରା ଆଉ ଅଧ ଛୋଟ ଚାମଚ ଦେଇଦେବା ଜୁଆଣି। ଜୁଆଣିକୁ ହାତରେ ଟିକେ ଏମିତି କ୍ରସ୍ କରିକି ଦେବା, ଯାହାଦ୍ୱାରା କି ବହୁତ ବଢ଼ିଆ ଫ୍ଲେଭର ଆସିବ। ତାପରେ ପ୍ରଥମେ ଏଇ ସବୁ ଜିନିଷକୁ ଶୁଖିଲାରେ ଥରେ ଭଲ ଭାବରେ ମିଶେଇ ନେବା। ଆଉ ମଝିରେ ଟିକେ ଏମିତି ହୋଲ୍ ଟାଇପ୍ର କରିନେବା। ହୋଲ୍ କରିକି ଏଇ ମଝିରେ ଆମେ କ'ଣ କରିବା ନା, ପାଖାପାଖି 2 ଚାମଚ ଦେଇଦେବା ରିଫାଇନ୍ ତେଲ। ତେଲ ଦେଇସାରିକି ଯେଉଁ କପ୍ରେ ମାପିକି ମୁଁ ନେଇଥିଲି 1.5 କପ୍ ମଇଦା, ସେଇ ସେମ୍ କପ୍ରେ ମାପିକି ମୁଁ 1 କପ୍ ଠାରୁ ଟିକେ କମ୍ ପାଣି ନେଇଛି। ପାଣି ଦେଇଦେବା ସେଇ ତେଲ ଭିତରେ। ପାଣି ମୁଁ ସବୁତକ ଦେଇନି, ଅଳ୍ପ ପାଣି ପ୍ରଥମେ ଦେଇଛି ଆଉ ତାକୁ ଭଲ ଭାବରେ ମିଶେଇ ନେଇଛି। ମିଶେଇ ସାରିବା ପରେ ତାପରେ ଆମେ ମଇଦାକୁ ଏଇ ପାଣି ତେଲ ସହିତ ମିଶେଇବା ଷ୍ଟାର୍ଟ କରିବା। ଏକା ସାଙ୍ଗରେ ସବୁ ପାଣି ଦେବେନି, ନହେଲେ ପାଣିଆ ହେଇଯାଇପାରେ। ଅଳ୍ପ ଅଳ୍ପ ପାଣି ଦେଇକି ୟାକୁ ଚକଟିବେ। ଯଦି ଚକଟିବା ସମୟରେ ଆଉ ପାଣିର ଆବଶ୍ୟକତା ପଡ଼େ, ତେବେ ଆହୁରି ପାଣି ଦେଇକି ଆପଣ ଚକଟିବେ। କିନ୍ତୁ ଏକା ସହିତ ଯଦି ଦେଇଦେବା ତାହେଲେ ଡୋଟା ପାଣିଆ ହେଇଯିବ। ପୁଣି ଥରେ ମଇଦା ଦେଇ ଚକଟିବାକୁ ପଡ଼ିବ। ଏଠି ମୁଁ ଚାମଚ ସାହାଯ୍ୟରେ ମିଶେଇ ସାରିବା ପରେ ହାତ ସାହାଯ୍ୟରେ ଭଲ ଭାବରେ ୟାକୁ ଚକଟି ନେଇଛି। ଏଠି ମୋତେ ଆଉ ପାଣିର ଆବଶ୍ୟକତା ପଡ଼ିନାହିଁ। 1.5 କପ୍ ମଇଦା ପାଇଁ ଏଠି ମୋତେ ଅଧ କପ୍ ପାଣି ଲାଗିଛି। ଆଉ ଦେଖିପାରୁଥିବେ ଏଠି ଡୋକୁ ମୁଁ ଚକଟିକି ରେଡ଼ି କରି ନେଇଛି। ଡୋଟିକୁ ଏଇଭଳି ଭାବରେ ଚକଟିବେ ଯେମିତିକି ଡୋଟି ବେଶୀ ହାର୍ଡ଼ ହେଇନଥିବ କିମ୍ବା ବେଶୀ ସଫ୍ଟ ମଧ୍ୟ ନଥିବ। ନର୍ମାଲ ନିମିକି ପାଇଁ ଆମେ ଯେମିତି ଡୋକୁ ଚକଟି ଥାଉ, ବିଲକୁଲ ସେମିତି ହିଁ ଚକଟିବେ। ତାପରେ ଡୋକୁ ମୁଁ 2 ଭାଗରେ ଡିଭାଇଡ୍ କରି ନେଇଛି। ଆଉ ଏଇଭଳି ଭାବରେ ବଡ଼ ଗୁଳା ବନେଇ ନେଉଛି, କାହିଁକିନା ଆମେ ବଡ଼ ରୁଟି ବନେଇବା, ସେଥିପାଇଁ ଗୁଳାର ସାଇଜ୍ ମୁଁ ବଡ଼ ରଖିଛି। ଯଦି ଆପଣ ଛୋଟ ଛୋଟ ରୁଟି ବନାଉଥିବେ, ତେବେ ଗୁଳାର ସାଇଜ୍ ମଧ୍ୟ ଛୋଟ ନେବେ। ଏଇ ଗୁଳାକୁ ଏବେ ଗୋଟେ ବେଲଣା ପେଡ଼ି ଉପରେ ରଖିନେବା। ଆଉ ଟିକେ ଶୁଖିଲା ଅଟା କିମ୍ବା ମଇଦା ଦେଇକି ୟାକୁ ଗୋଟେ ବଡ଼ ରୁଟିଟେ ବେଲି ନେବା। ଆପଣ ଚାହିଁଲେ ଛୋଟ ଛୋଟ ଗୁଳା କରିକି ବି ରୁଟି ବେଲି ପାରିବେ, କିନ୍ତୁ ଏମିତି ବଡ଼ ରୁଟି ବନେଇକି ଯଦି ଆମେ କାଟିବା, ତାହେଲେ ଆମର ଟାଇମ୍ ବି ବଞ୍ଚିଯିବ ଆଉ କାମ ବି ହାଲୁକା ହେଇଯିବ। ତ ଏଠି ଦେଖନ୍ତୁ, ଏଠି ମୁଁ ଗୋଟେ ବଡ଼ ରୁଟିଟେ ବେଲି ନେଇଛି। ବେଶୀ ମୋଟା କରିବେନି, ହାଲକା ପତଳା ରଖିକି ବେଲିବେ। ତାପରେ ଏମିତିକା ଗୋଟେ ଡବା ଖୋଳ ହେଉ କିମ୍ବା ଛୋଟ ଛୋଟ ଗିନା ଯଦି ଥିବ, ତ ସେଇ ଗିନା ସାହାଯ୍ୟରେ ୟାକୁ ଏମିତି କାଟି ନେବା। ଟିକେ ଏମିତି ଦାଢ଼ୁଆ ଜିନିଷ ନେବେ, ଯାହାଦ୍ୱାରା କି ଇଜିଲି କଟିପାରିବ। ସବୁ ଗୁଡ଼ାକ ଏମିତି କାଟି ସାରିବା ପରେ ଏବେ ୟାକୁ ଆମେ ବାହାର କରି ନେବା। କଟିଂ ପିସ୍ ଗୁଡ଼ାକ ରଖିବା। ବାକି ଯେଉଁ ୱେଷ୍ଟ ପାର୍ଟ ଗୁଡ଼ାକ ଅଛି, ସେଗୁଡ଼ାକୁ ବିଲକୁଲ ବି ୱେଷ୍ଟ କରିବେ ନାହିଁ। ତାକୁ ପୁଣି ଥରେ ଏମିତି ଗୁଳା ଟାଇପ୍ର ବନେଇ ନେବେ। ଆଉ ପୁଣି ଥରେ ତାକୁ ବେଲିକି ସେଥିରୁ ମଧ୍ୟ ଏମିତି କାଟିକି ରୁଟି ଗୁଡ଼ାକ ବନେଇ ପାରିବେ। ତାପରେ ଆମେ ଅଠା ବନେଇବା ପାଇଁ ଗୋଟେ ଛୋଟ ଗିନାରେ ଅଧ ଚାମଚ ପାଖାପାଖି ଦେଇଦେବା ମଇଦା। ଆଉ ଅଳ୍ପ ଟିକେ ପାଣି ଦେଇକି ତାର ଗୋଟେ ପତଳା ସ୍ଲରିଟେ ବନେଇ ନେବା, ଯାହାଦ୍ୱାରା କି ଟିକେ ଅଠାଳିଆ ଅଂଶ ରହିବ। ବେଶୀ ପାଣିଆ କରିଦେବେନି, ନହେଲେ ଅଠାଳିଆ ଅଂଶଟା ରହିବନି। ସେଥିପାଇଁ ଏଇ ଟାଇପ୍ର ହିଁ ଗୋଟେ ସ୍ଲରିଟେ ବନେଇକି ରେଡ଼ି କରି ନେବା। ଏବେ ୟାକୁ ସାଇଡ଼ରେ ରଖିନେବା। ତାପରେ ଏଠି ଦେଖନ୍ତୁ, ମୁଁ ବେଲଣା ପେଡ଼ି ଉପରେ ଏମିତି ଗୋଟେ ଗୋଟେ କରି ଛୋଟ ରୁଟିକି ରଖି ଚାଲିଛି। ଆଉ ଯେଉଁ ମଇଦାର ଅଠା ବନେଇଥିଲେ, ତା ଉପରେ ଏମିତି ହାଲକା ଟିକେ ଅଠା ଲଗେଇ ନେବା। ଆଉ ତା ଉପରେ ପୁଣି ଥରେ ଆଉ ଗୋଟେ ମଇଦା ରୁଟିକୁ ରଖିବା। ଏଇ ସେମ୍ ପ୍ରୋସେସ୍କୁ ଫଲୋ କରିକି ଆମେ 5ଟା ଲେୟାର ବନେଇବା, ମାନେ ଟୋଟାଲ 5ଟା ରୁଟିକୁ ଏମିତି ଉପରେ ଉପରେ ମଇଦାର ଅଠା ଲଗେଇକି ରଖି ଚାଲିବା। ଆଉ ଯେତେବେଳେ 5ଟା ରୁଟି ଉପରେ ଦେଇସାରିବା, ସେତେବେଳେ କ'ଣ କରିବା ନା, ଆମେ ଏମିତିକା ଗୋଟେ ଚାମଚ ସାହାଯ୍ୟରେ ହେଉ କିମ୍ବା ଗୋଟେ ମୋଟା କାଠି ସାହାଯ୍ୟରେ ହେଉ, ତାକୁ ପ୍ରେସ୍ କରି ନେବା। ହାଲକା ଭାବରେ ପ୍ରେସ୍ କରିବେ, ଜୋରରେ ପ୍ରେସ୍ କରିବେନି, ନହେଲେ ସେଟା କଟି ଯାଇପାରେ। ତ ଏଇଭଳି ଭାବରେ ସେଣ୍ଟର ବା ମଝିରେ ରଖିକି ପ୍ରେସ୍ କରିସାରିଲା ପରେ ଦେଖିପାରୁଥିବେ, ଏଇଠି ଗୋଟେ ଆମର ଫୁଲ ଡିଜାଇନ ବନିକି ରେଡ଼ି ହେଇଯାଇଛି। ତ ଏଇ ସେମ୍ ପ୍ରୋସେସ୍ରେ ମୁଁ ଆପଣଙ୍କୁ ଆଉ ଗୋଟେ ନିମିକି ମଧ୍ୟ ବନେଇକି ଦେଖେଇ ଦେଉଛି। ଦେଖିପାରୁଥିବେ ୟାକୁ ବନେଇବା କେତେ ସହଜ। ଏଇ ସେମ୍ ପ୍ରୋସେସ୍ରେ ହିଁ ଆମେ ସବୁଗୁଡ଼ାକ ଏଇଭଳି ଭାବରେ 5ଟା ଲେୟାର ରଖିକି ବନେଇ ଚାଲିବା। ତ ଏଇଭଳି ଭାବରେ ସବୁଗୁଡ଼ାକ ସେପ୍ ଦେଇ ସାରିବା ପରେ ମୁଁ ଗୋଟେ କଡ଼େଇରେ ମିଡ଼ିୟମ୍ ଫ୍ଲେମ୍ରେ ତେଲକୁ ଗରମ ହେବା ପାଇଁ ଛାଡ଼ି ଦେଇଥିଲି। ତେଲ ମିଡ଼ିୟମ୍ ଫ୍ଲେମ୍ରେ ଗରମ ହେଇଯିବା ପରେ ଗ୍ୟାସ୍ର ଫ୍ଲେମ୍କୁ ଏକଦମ ଲୋ ଫ୍ଲେମ୍ରେ ରଖିକି ଆମେ ଏଠି ଗୋଟେ ଗୋଟେ ନିମିକିକୁ ତେଲରେ ଦେଇ ଚାଲିବା। ମନେ ରଖନ୍ତୁ, ଲୋ ଫ୍ଲେମ୍ରେ ହିଁ ଛାଣିବେ, ନହେଲେ ଏଗୁଡ଼ାକ ନିମିକି ବଦଳରେ ପୁରୀ ବନିକି ରେଡ଼ି ହେଇଯିବ।
लो फ्लेम रे प्रथमे 2 मिनिट पर्यंत गोटे पट साइड को गोल्डन हवा ପାଇଁ ଛାଡ଼ିଦେବେ। ବେଶୀ ଘାଣ୍ଟିବେନି ନହେଲେ ସେଟା ତେଲରେ ଖୋଲିଯିବ, ଗୋଟା ଗୋଟା ହେଇଯିବ। ଆଉ ଗୋଟେ ପଟ ସାଇଡ୍ ଯେତେବେଳେ ହାଲକା ଗୋଲ୍ଡେନ ହବା ଷ୍ଟାର୍ଟ ହବ ସେତେବେଳେ ଯାଇକି ୟାକୁ ଓଲଟେଇବେ। ଦେଖିବେ ଲେୟାର ଗୁଡାକ ଆପେ ଆପେ ଫିଟିବା ଷ୍ଟାର୍ଟ ହେଇଯିବ। ଆପଣ ଯେବେ ବି ଯେକୌଣସି ନିମିକି ବନେଇବେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ତାକୁ ଲୋ ଫ୍ଲେମ୍ରେ ହିଁ ଛାଣିବେ। ଦେଖିବେ ସେଟା ଭଲ ଭାବରେ କୁଡ଼ମୁଡ଼ିଆ ହେଇକି ବନିପାରିବ। ଯଦି ଆପଣ ହାଇ ଫ୍ଲେମ୍ କିମ୍ବା ମିଡିୟମ ଫ୍ଲେମ୍ରେ ଛାଣିବେ ତେବେ ସେଟା ଗୋଲ୍ଡେନ ତ ହେଇଯିବ କିନ୍ତୁ ଭିତର କଞ୍ଚା କଞ୍ଚା ରହିଯିବ, ବିଲକୁଲ ବି କ୍ରିସ୍ପି ବନିବ ନାହିଁ। 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଲୋ ଫ୍ଲେମ୍ରେ ଛାଣିବା ପରେ ସବୁ ନିମିକି ଗୁଡ଼ାକ ଆମର ଗୋଲ୍ଡେନ ହେଇକି ଛାଣି ହେଇଗଲାଣି। ତ ସବୁ ଗୁଡ଼ାକ ଆମେ ବାହାର କରି ସାଇଡ୍ରେ ରଖିନେବା। ଆଉ ଦେଖିକି ହିଁ ଜାଣିପାରୁଥିବେ ଯେ ଏଇଟା କେତେ କ୍ରିସ୍ପି ବନିଥିବ। ଏଇ ସେମ୍ ପ୍ରୋସେସ୍ରେ ହିଁ ଆମେ ସବୁ ନିମିକିକୁ ଛାଣିକି ରେଡ଼ି କରି ନେବା। ଏମିତିକା ନିମିକିକୁ ଆପଣ ବନେଇକି ମାସେ ପର୍ଯ୍ୟନ୍ତ ଷ୍ଟୋର କରି ଖାଇପାରିବେ। ତାହେଲେ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖାହେବ ଆଉ ଏକ ନୂଆ ରେସିପି ସହିତ ଆଉ ଏକ ନୂଆ ଭିଡିଓରେ।